चलो चलो ଦେଖନ୍ତୁ କାଲି ଆମର ଜଣେ ବିଜେଡିର ସରପଞ୍ଚ ଏବଂ ଯିଏ ଆମର ବିଜୁ ଜନତା ଦଳର ଯୁବ ସମ୍ପାଦକ ଥିଲେ ଏବଂ ତା ସହିତ ଆଉ ଜଣେ ଆମର ଯିଏ ବିଜେପିରୁ ଜିଲ୍ଲା ପରିଷଦ ସଭ୍ୟ ଠିଆ ହେଇଥିଲେ ଏବଂ ନିର୍ବାଚନ ସମୟରେ ସେ ଆମ ଦଳରେ ମିଶିଥିଲେ। ଆମର ଯୁବ ନେତା ବଣ୍ଟି ଆମର ସୁଭାଶିଷ ସାହୁ ଏବଂ ଅଜିତ ଅରୁଳ এই দুই জনଙ୍କୁ পুলিସ ଅଟକ ରଖିବା କଥା ଆମେ ଶୁଣିଲୁ ଏବଂ କ'ଣ ସତ୍ୟାସତ୍ୟ ଜାଣିବା ପାଇଁ ଆମେ ଏସ୍ପି ସାର୍ ପାଖକୁ ଆମେ ଆସିଥିଲୁ। ସମସ୍ତେ ସ୍ଥାନୀୟ ନେତାମଣ୍ଡଳୀ ଜିଲ୍ଲା ପରିଷଦ ଭାଇସ୍ ଚେୟାରମ୍ୟାନ୍ ସମସ୍ତେ ମିଶି ଆମେ ଆକୁ ତ ସତ୍ୟାସତ୍ୟ କଥା ଜାଣିବା ପାଇଁ ଏବଂ ଆମେ ଏସ୍ପି ମହୋଦୟଙ୍କୁ ମଧ୍ୟ ଅନୁରୋଧ କରୁଛୁ ଯାହା ନ୍ୟାୟସଙ୍ଗତ ଯେଉଁଟା ଆଇନ ସଙ୍ଗତ ଯିଏ ନିର୍ଦ୍ଦୋଷୀ ସେ ଦଣ୍ଡ ନ ପାଉ ଏବଂ ଦୋଷୀ କ'ଣ ସେ ନ ଯାଉ ତା ସହିତ ମଧ୍ୟ ଏ କଥା ଆଜି ଉପୁଜିବାର କାରଣ ମଧ୍ୟ ଅବଗତ କରିଥିଲୁ। ନିର୍ବାଚନ ପରଠୁ ବାରମ୍ବାର ଯେଉଁଭଳି ଭାବେ ସେଇ ଗୋଳନ୍ଥରା ଅଞ୍ଚଳରେ ଆମର ହଳଦିଆପଦର ଗୋଳନ୍ଥରା ଅଞ୍ଚଳରେ ଯେଉଁଭଳି ଭାବେ ରାଜନୈତିକ ଆକ୍ରୋଶ କରିକି ଯେଉଁଭଳି ଭାବେ ଚାଲିଛି ଦୀର୍ଘ 8 ମାସ ହେଲା ଇଏ ହେଉଛି ମୁଁ ଭାବୁଛି ତାର ଏଇ ପ୍ରତିଫଳନ ହେଇଥାଇପାରେ। କାରଣ ମୁଁ ଏ କଥା କହିଲେ ମଧ୍ୟ ଯେଉଁମାନେ ଏ ପ୍ରକାର କାମ କରୁଛନ୍ତି ତାଙ୍କୁ ଯଥାର୍ଥ କଲା ଭଳିଆ ହେବ। ତେଣୁ ମୁଁ ତାକୁ ନିନ୍ଦା କରୁଛି, ଏ କଥାକୁ ଏ ଘଟଣାକୁ ମଧ୍ୟ ମୁଁ ନିନ୍ଦା କରୁଛି। ଯାହା ହେଲେ ବି ଆଇନକୁ ହାତକୁ ନେବା କଥା ନୁହଁ, କିନ୍ତୁ କେଉଁଠି ନା କେଉଁଠି ଦେଖାଯାଉଛି ବିଜେପିର ଯେଉଁମାନେ ଅଛନ୍ତି ସ୍ଥାନୀୟ କର୍ମୀମାନେ କିମ୍ବା ନେତୃମଣ୍ଡଳୀ କିମ୍ବା ତାଙ୍କର ଅସାମାଜିକ ଲୋକମାନେ ଯେଉଁମାନେ ଅଛନ୍ତି ସେମାନେ ବାରମ୍ବାର ଏଭଳି ଅଘଟଣ କରାଉଛନ୍ତି ଏବଂ ପୂର୍ବରୁ ଏଇ ଆମର ଯିଏକି ସୁଭାଶିଷ ସାହୁ ତାଙ୍କ ଘରେ ମଧ୍ୟ ବୋମା ମାଡ଼ିକି ହେଇଥିଲେ ଏବଂ ତା ପୂର୍ବରୁ ତାଙ୍କ ଘରେ ପଶିକି ତାଙ୍କ ଅଫିସରେ ପଶିକି ତାଙ୍କୁ ଆଟାକ୍ କରିଥିଲେ ଏବଂ ନିର୍ବାଚନ ସମୟରେ ମଧ୍ୟ ଅଜିତ ରାଉଳ ନାଁରେ ମଧ୍ୟ ଫଲ୍ସ କେସ୍ ଦିଆଯାଇଥିଲା। ତେଣୁ ଆର ଠିକ୍ ପ୍ରକୃତ ଇନକ୍ୱାରି କରି ସରକାରଙ୍କର ବଶଭୂତ ନ ହୋଇ କିଛି କାର୍ଯ୍ୟକ୍ରମ ପନ୍ଥା ନ ନିଅନ୍ତୁ ସେ କଥା ଆମେ ଏସ୍ପି ମହୋଦୟଙ୍କୁ ଅନୁରୋଧ। ଦେଖନ୍ତୁ କାଲି ଆମର ଜଣେ ବିଜେଡିର ସରପଞ୍ଚ ଏବଂ ଯିଏ ଆମର ବିଜୁ ଜନତା ଦଳର ଯୁବ ସମ୍ପାଦକ ଥିଲେ ଏବଂ ତା ସହିତ ଆଉ ଜଣେ ଆମର ଯିଏ ବିଜେପିରୁ ଜିଲ୍ଲା ପରିଷଦ ସଭ୍ୟ ଠିଆ ହେଇଥିଲେ ଏବଂ ନିର୍ବାଚନ ସମୟରେ ସେ ଆମ ଦଳରେ ମିଶିଥିଲେ। ଆମର ଯୁବ ନେତା ସେ କଥା ତ ମୁଁ ଆପଣଙ୍କ ପାଖରେ ମୁଁ ଯାହା ଶୁଣିଛି ତାଙ୍କୁ ଅଟକ ରଖାଯାଇଛି ଏବଂ ଅଟକ ରଖିଛନ୍ତି ନାହିଁ ସେ ଅଫିସିଆଲି ସେ କଥା କହିଛନ୍ତି ନାହିଁ ମୁଁ ସେ କଥା ଜାଣିନି, କିନ୍ତୁ ସେ ବିଷୟରେ ଆମର ଆଲୋଚନା ହେଇନି କିମ୍ବା ଆମେ ତାଙ୍କୁ ପଚାରିନୁ ଆପଣ ଆରେଷ୍ଟ କରିଛନ୍ତି ନାହିଁ ମୁଁ ପଚାରିନି, କିନ୍ତୁ ମୁଁ ଯାହା ଖବର ପାଇଛି ତାଙ୍କୁ ଗୋଳନ୍ଥରା ଥାନାରେ ଅଟକ ରଖାଯାଇଛି। ମେ ବି ମୁଁ ଯାହା ଶୁଣିବା ପାଇଁ ପାଇଲି ଯେହେତୁ ତାଙ୍କ ଘରେ 2 ଦିନ ତଳେ ବୋମାଣ୍ଡିଂ ହେଇଥିଲା ତାଙ୍କୁ ଡାକିବାର ସେ କାରଣ ଯୋଗୁଁ ଯାଇଥିଲେ ଏବଂ ଅଜିତ ରାଉଳ ମଧ୍ୟ ଡାକିବା ଯୋଗୁଁ ସେ ଥାନାକୁ ଯାଇଥିଲେ କାରଣ ଏମାନେ ଭୁଲ କରିନାହାନ୍ତି ବୋଲି ଥାନାକୁ ଯାଇଥିଲେ। ତେଣୁ ପୋଲିସ ତାର ଇନକ୍ୱାରି କରୁଛି ଏବଂ ସେ ଯାହା ନିଷ୍ପତ୍ତି କରିବେ, କିନ୍ତୁ ପୋଲିସ ପ୍ରଶାସନକୁ ମୋର ଅନୁରୋଧ ରହିବ ଆପଣମାନଙ୍କ ମାଧ୍ୟମରେ ଯେ ସରକାରଙ୍କର ବଶବର୍ତ୍ତୀ ହେଇ କୌଣସି ପ୍ରକାର ନିର୍ଦ୍ଦୋଷୀକୁ ଦଣ୍ଡ ଦିଆଯାଉ। ଦେଖନ୍ତୁ ମୁଁ ଯେଉଁ କହିଲି ଦଣ୍ଡ ନ ଦିଆଯାଉ ମାନେ ଦଣ୍ଡ ତ କୋର୍ଟ ଦେବେ, କିନ୍ତୁ ବର୍ତ୍ତମାନ ଅବସ୍ଥା ଏମିତି ହେଇଛି ଆପଣଙ୍କର ଚାର୍ଜସିଟ୍ ମାଧ୍ୟମରେ ଏଫଆଇଆର୍ ମାଧ୍ୟମରେ ଆପଣ ଯଦି ତାକୁ ଲେଖି ଦେଉଛନ୍ତି ତାହେଲେ ତାଙ୍କୁ ବେଲ୍ ହେବାଟା ମଧ୍ୟ କଷ୍ଟ ହେଉଛି। ଜଣେ ସାଧାରଣ ଲୋକ ଜେଲକୁ ଗଲା ମାନେ ସେ ଦୋଷୀ ସାବ୍ୟସ୍ତ ହେଲା ଭଳିଆ ହେଇଯାଉଛି ବର୍ତ୍ତମାନ ଆମର ନ୍ୟାୟିକ ଅବସ୍ଥା ଯାହା ରହିଛି। ତେଣୁ ପ୍ରଥମତଃ ପ୍ରିଲିମିନାରୀ ଡ୍ୟୁଟି ରହୁଛି ପୋଲିସ ପ୍ରଶାସନ ଯାହା ଲେଖିକି ଦେବେ କିମ୍ବା ଯେଉଁ କହନ୍ତି ଚାର୍ଜସିଟ୍ ଦେବେ ତାକୁ ଆଧାର କରିକି ସେମାନେ ପ୍ରଥମେ ଭିତରକୁ ପଳେଇବେ ନା। ଭିତରକୁ ପଳେଇଲା ମାନେ ଆମ ଲୋକଲୋଚନ ଜନସାଧାରଣଙ୍କ ନଜରରେ ଗୋଟେ ସେ ଦୋଷୀ ବୋଲି ଆମେ ମାନି ନେଉଛେ। ତେଣୁ ସେଭଳି କିଛି ଘଟଣା ନ ଘଟୁ ସେ କଥା ଆମେ ଅନୁରୋଧ କରିଥିଲୁ, କାରଣ ସମସ୍ତ ନେତୃମଣ୍ଡଳୀ ମଧ୍ୟ ଆଜି ଉତ୍କ୍ଷିପ୍ତ ହୋଇଥିଲେ ଏବଂ ସେମାନେ ମଧ୍ୟ ଥାନା ଘେରାଉ କରିବା କିମ୍ବା ଏସ୍ପିଙ୍କୁ ମେମୋରାଣ୍ଡମ୍ ଦେବା ସେ କଥା ଚିନ୍ତା କରୁଥିଲେ, କିନ୍ତୁ ଆମେ ନିଷ୍ପତ୍ତି ନେଇଥିଲୁ ଆମେ ପ୍ରଥମେ 3-4 ଜଣ ଯାଇ ସ୍ଥାନୀୟ ନେତୃମଣ୍ଡଳୀ ଯାଇ ଆମେ କଥାବାର୍ତ୍ତା ହେଇକି ଆସିବୁ। ତେଣୁ ଆମେ ଆଶା କରୁଛୁ ଏବଂ ପୋଲିସ ପ୍ରଶାସନଠୁ ସେମାନେ ଉଚିତ ନ୍ୟାୟ ଦେବେ ବୋଲି ଆମେ ଆଶା ରଖୁଛୁ। ଦେଖନ୍ତୁ କିଏ ଆକ୍ରମଣ କରିଛି ଆମେ ତ ସେ କଥା ଘଟଣା ଜାଣିନୁ, ଆମେ ତ ସେ କଥା କହୁଛୁ ଯେଉଁମାନେ ଆକ୍ରମଣ କରିଛନ୍ତି ସେ ଘଟଣାକୁ ଆମେ ନିନ୍ଦା କରୁଛୁ ଏବଂ ସେମାନଙ୍କୁ ମଧ୍ୟ ଆଇନ ଅନୁସାରେ ତାଙ୍କୁ ଦଣ୍ଡ ଦିଆଯାଉ ଆମେ ସେ କଥା କହୁଛୁ। କିନ୍ତୁ ପୂର୍ବରୁ ଯେଉଁମାନେ ସବୁ ଘଟଣା ମଧ୍ୟ କରୁଛନ୍ତି
ସେମାନଙ୍କୁ ଗିରଫ କରାଯାଏନି। ଯେଉଁମାନେ ବଣ୍ଟି ଆମର ସୁଭାଷିଷ ସାହୁଙ୍କ ଘରେ ବୋମାଡ଼ିଂ କରିଥିଲେ ତାଙ୍କୁ ପିଆର ବଣ୍ଡରେ ଛାଡ଼ି ଦିଆଯାଇଛି। ସେତେବେଳେ ଅବଶ୍ୟ ଆମର ବର୍ତ୍ତମାନର ଏସ୍ପି ମଧ୍ୟ ନଥିଲେ, କିନ୍ତୁ ଏମିତି ବହୁତ ଘଟଣା ହେଇଛି ଯେଉଁଠିକି ଆପଣ ଦେଖିଥିବେ ସୋସିଆଲ ମିଡ଼ିଆରେ ବାଡ଼େଇକି ଲୋକଙ୍କୁ ବାଡ଼େଇକି ତାକୁ ଭାଇରାଲ କରାହେଇଛି। ଏବଂ ସରକାର ଆଜି ଆସିଛ ବୋଲି ଏତେ ଉତ୍ପାତ ହେବା, ଏତେ ମାନେ ଗୋଟେ ଆଇନ ଶୃଙ୍ଖଳା ପରିସ୍ଥିତି ତିଆରି କରିବା ଠିକ୍ ନୁହଁ। ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତି ଆଗକୁ ମଧ୍ୟ କିନ୍ତୁ ନ ଉପୁଜୁ, ପୋଲିସ ତା କାମ ଠିକ୍ରେ କରୁ, ଏ କଥା ଆମେ ଅନୁରୋଧ କରୁଛୁ। ରାଜନୈତିକ ଆକ୍ରୋଶ ନାଇଁ ଆଜ୍ଞା, ଦେଖନ୍ତୁ କିଏ କାହାକୁ ମାରିବ ଏଟା ରାଜନୈତିକ ଆକ୍ରୋଶ କେମିତି ହେବ? କିନ୍ତୁ ସୁଭାଷିଷ ସାହୁଙ୍କ ଘରେ ଯେଉଁଟା ପଶିଥିଲେ ସେଇଟା ରାଜନୈତିକ ଆକ୍ରୋଶ। ବର୍ତ୍ତମାନ ଯେଉଁମାନଙ୍କୁ ମାଡ଼ ଖାଇଛନ୍ତି ମୁଁ ସେମାନଙ୍କୁ କିଏ ବି ଜାଣିନି, କିଏ ମାରିଛନ୍ତି ସେମାନଙ୍କୁ ମୁଁ ଜାଣିନି, କିନ୍ତୁ ଏ ଘଟଣାକୁ ମୁଁ ନିନ୍ଦା କରୁଛି। କୌଣସି ପ୍ରକାର ମଧ୍ୟ ଆଇନକୁ ହାତକୁ ନେବା କଥା ନୁହଁ। ମୁଁ ବାରମ୍ବାର ଏ କଥାକୁ ଦୃଢ଼ତାର ସହିତ କହୁଛି। ମୁଁ ଆଗ ଘଟଣାକୁ ନିନ୍ଦା କରୁଛି, କିନ୍ତୁ ଆକୁ ରାଜନୈତିକ ଆକ୍ରୋଶ ବୋଲି ମୁଁ କହିପାରିବି ନାହିଁ। କିନ୍ତୁ ଯେଉଁଠି କାଲି ଆମେ ଶୁଣିବା ପାଇଁ ପାଉଛୁ ସ୍ଥାନୀୟ ଯିଏ ବିଧାୟକ ଅଛନ୍ତି, ଯିଏ ବର୍ତ୍ତମାନ ମନ୍ତ୍ରୀ ଅଛନ୍ତି, ସିଏ ଆସିବା ଦ୍ୱାରା ଆମ ଭିତରେ ଗୋଟେ ଗୁଞ୍ଜରଣ ସୃଷ୍ଟି ହେଉଛି। ସିଏ ପ୍ରେସର କରିକି କାଳେ ଏମାନଙ୍କ ନାଁରେ ମିଥ୍ୟା କେସ୍ ଲଗାଉନାହାନ୍ତି ତ, ପୋଲିସକୁ ପ୍ରଭାବିତ କରୁନାହାନ୍ତି ତ, ସେ କଥାଟି ମନ ଭିତରେ ସନ୍ଦେହ ଆସୁଛି। ତେଣୁ ଅପୋଜିସନ୍ ହିସାବରେ ଏବଂ ଆମର ଯେହେତୁ ସେମାନେ ଆମର ପିଲାମାନେ, ତେଣୁ ତାଙ୍କୁ ପ୍ରତି କିଛି ଅନ୍ୟାୟ ନ ହେଉ ସେଥିପାଇଁ ଆମେ ସମସ୍ତେ ମିଳିତ ଭାବେ ଆସିଥିଲୁ ଅନୁରୋଧ କରିବା ପାଇଁ ଯେ ପ୍ରକୃତ ଯାଞ୍ଚ କରାଯାଉ, ପ୍ରକୃତ ଯାଞ୍ଚ କରିକି ତାର ଉଚିତ ପଦକ୍ଷେପ ନିଆଯାଉ।